ଶ୍ରୀ ହନୁମାନ କିଏ? ପ୍ରକୃତ ପରିଚୟ କ'ଣ ତାଙ୍କର? ଏହି ବିଷୟରେ ରହସ୍ୟ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତିନି ମାତା ପାର୍ବତୀ ମହାଦେବଙ୍କୁ କହିଲେ, ଭଗବାନ ଆପଣଙ୍କର ଏହି ଭକ୍ତକୁ କୈଳାସ ଆସିବାକୁ ମନା କରନ୍ତୁ, ନଚେତ୍ ମୁଁ କେଉଁଦିନ ତାକୁ ଅଗ୍ନିରେ ଭସ୍ମ କରିଦେବି। ଏ ରାବଣ ଯେବେ ଆସୁଛି ମୋତେ ବହୁତ ଅସହଜ ଲାଗୁଛି। ଏହା ମୋତେ ବିଲକୁଲ ଭଲ ଲାଗୁନାହିଁ। ଆପଣ ତାକୁ କହିଦିଅନ୍ତୁ କି ସେ କୈଳାସକୁ ପ୍ରବେଶ ନ କରୁ। ଭଗବାନ ଶଙ୍କର ଜାଣିଥିଲେ କି ପାର୍ବତୀ କେବଳ ତାଙ୍କ ବରଦାନର ମର୍ଯ୍ୟାଦାକୁ ରଖିବା ପାଇଁ ରାବଣଙ୍କୁ କିଛି କହୁନାହାନ୍ତି। ମହାଦେବ ଚୁପଚାପ ଉଠି ଆସି ଦେଖିଲେ କି ରାବଣ ନନ୍ଦୀକୁ ହଇରାଣ କରୁଛି। ମହାଦେବକୁ ଦେଖିବା ମାତ୍ରେ ରାବଣ ହାତ ଯୋଡ଼ି ପ୍ରଣାମ କଲା। ପ୍ରଣାମ ମହାଦେବ। ଆସ ଦଶାନନ, କ'ଣ କିଛି କାମ ଥିଲା? ମୁଁ ତ କେବଳ ଆପଣଙ୍କ ଦର୍ଶନ କରିବାକୁ ଆସିଛି ମହାଦେବ। ମହାଦେବ ରାବଣଙ୍କୁ ବୁଝାଇବା ଆରମ୍ଭ କଲେ। ଦେଖ ରାବଣ, ତୁମ୍ଭର ଏଠିକୁ ଆସିବା ପାର୍ବତୀକୁ ବିଲକୁଲ ପସନ୍ଦ ନୁହେଁ, ସେଥିପାଇଁ ତୁମେ ଏହି ସ୍ଥାନକୁ ଆସ ନାହିଁ। ମହାଦେବ, ଆପଣ ଏ କ'ଣ କହୁଛନ୍ତି? ଆପଣ ହିଁ ତ ମୋତେ ଯେକୌଣସି ସମୟ ଆପଣଙ୍କ ଦର୍ଶନ ପାଇଁ କୈଳାସ ପର୍ବତକୁ ଆସିବାକୁ ବରଦାନ ଦେଇଛନ୍ତି, କିନ୍ତୁ ବର୍ତ୍ତମାନ ସେ ବରଦାନକୁ ଆପଣ ଫେରାଇ ନେଉଛନ୍ତି। ଏମିତି ନୁହେଁ ରାବଣ, କିନ୍ତୁ ତୁମ କାର୍ଯ୍ୟକଳାପ ପାର୍ବତୀକୁ ବିଲକୁଲ ଭଲ ଲାଗୁନାହିଁ। ଯଦି କେଉଁଦିନ ପାର୍ବତୀ ତୁମକୁ ଅଭିଶାପ ଦେଇଦେବେ, ମୁଁ କିଛି କରିପାରିବି ନାହିଁ। ଏଥିପାଇଁ କହୁଛି ତୁମେ ଏଠିକୁ ଆସ ନାହିଁ। ରାବଣ କହିଲା, ପୁଣି ଆପଣଙ୍କ ବରଦାନ ତ ମିଥ୍ୟା ହୋଇଗଲା। ମହାଦେବ କହିଲେ, ରାବଣ, ମୁଁ ଆଜି ତୁମକୁ ଆଉ ଏକ ବରଦାନ ଦେଉଛି। ତୁମେ ଯେବେ ମୋତେ ମନେ ପକାଇବ, ମୁଁ ସ୍ୱୟଂ ତୁମ ପାଖକୁ ଆସିଯିବି। ଏବେ ତୁମେ କୌଣସି ପରିସ୍ଥିତିରେ ମଧ୍ୟ କୈଳାସକୁ ଆସିବ ନାହିଁ। ଏବେ ତୁମେ ଏଠାରୁ ଯାଅ, ପାର୍ବତୀ ତୁମ ଉପରେ ବହୁତ କ୍ଷୁବ୍ଧ ଅଛନ୍ତି। ରାବଣ ଚାଲିଗଲା। ସମୟ ବଦଳିଲା। ଶ୍ରୀ ହନୁମାନ ରାବଣର ସ୍ୱର୍ଣ୍ଣ ଲଙ୍କାକୁ ଜଳାଇ ପାଉଁଶ କରି ଚାଲିଗଲେ ଓ ରାବଣ କିଛି କରିପାରିଲା ନାହିଁ। ରାବଣ ଏହା ଭାବି ଭାବି ଚିନ୍ତାଗ୍ରସ୍ତ ହୋଇଗଲା କି ଏ ହନୁମାନ ପାଖରେ ଏତେ ଶକ୍ତି ଆସିଲା କେଉଁଠୁ? ରାବଣ ମହଲରେ ଥିବା ଶିବ ମନ୍ଦିରକୁ ଯାଇ ମହାଦେବଙ୍କୁ ପ୍ରାର୍ଥନା ଆରମ୍ଭ କଲା। ତାର ପ୍ରାର୍ଥନାରେ ମହାଦେବ ପ୍ରସନ୍ନ ହୋଇ ପ୍ରକଟ ହେଲେ। ରାବଣ ଅଭିଭୂତ ହୋଇ ପ୍ରଭୁଙ୍କ ଚରଣରେ ପଡ଼ିଗଲା। କହ ଦଶାନନ, କେମିତି ଅଛ? ମହାଦେବ ପଚାରିଲେ। ଆପଣ ତ ଅନ୍ତର୍ଯ୍ୟାମୀ ମହାଦେବ, ସବୁକିଛି ଜାଣନ୍ତି ପ୍ରଭୁ। ଗୋଟିଏ ମାତ୍ର ବାନର ମୋର ପ୍ରିୟ ସ୍ୱର୍ଣ୍ଣଲଙ୍କାକୁ ଓ ମୋର ଦର୍ପକୁ ବି ଜଳାଇ ପାଉଁଶ କରିଦେଲା। ମୁଁ ଜାଣିବାକୁ ଚାହୁଁଛି କି ଏହି ବାନର, ଯାହାର ନାମ ହନୁମାନ, ପ୍ରକୃତରେ କିଏ? ତାର ଲାଞ୍ଜ ତ ତାହାଠାରୁ ଅଧିକ ଶକ୍ତିଶାଳୀ ଥିଲା। କେମିତି ଅତି ସହଜରେ ମୋର ଲଙ୍କାକୁ ଜଳାଇ ଦେଲା? ମୋତେ କୁହନ୍ତୁ, ଏ ହନୁମାନ କିଏ? କ'ଣ ତାର ପରିଚୟ? ମହାଦେବ ସ୍ମିତ ହସି ହସି ରାବଣର କଥା ଶୁଣୁଥିଲେ। ମହାଦେବ ଉତ୍ତର ଦେଇ କହିଲେ, ରାବଣ, ଏହି ହନୁମାନ ଆଉ କେହି ନୁହେଁ, ମୋର ରୁଦ୍ର ଅବତାର ଅଟେ। ବିଷ୍ଣୁ ଯେବେ ନିଶ୍ଚୟ କଲେ କି ସେ ପୃଥିବୀରେ ଅବତାର ନେବେ ଓ ତାଙ୍କ ସହିତ ମା ଲକ୍ଷ୍ମୀ ବି ଅବତରିତ ହେବେ, ତ ମୋର ଇଚ୍ଛା ବି ହେଲା ତାଙ୍କର ଲୀଳାର ସାକ୍ଷୀ ହୋଇ ରହିବା ପାଇଁ। ମୁଁ ଯେବେ ମୋର ଏହି ନିର୍ଣ୍ଣୟ ପାର୍ବତୀକୁ କହିଲି, ପାର୍ବତୀ ବି ହଟ କଲେ କି ମୁଁ ବି ତୁମ ସହିତ ରହିବି। କିନ୍ତୁ ମୁଁ ବୁଝିପାରୁନଥିଲି କି ପାର୍ବତୀଙ୍କୁ କେମିତି ଏହି ଲୀଳାର ଭାଗିଦାର ବନାଇବେ। ତେବେ ସବୁ ଦେବତା ମିଶି ମୋତେ ଏକ ମାର୍ଗ କହିଲେ। ଆପଣ ବାନର ହୋଇଯାଆନ୍ତୁ ଓ ଶକ୍ତି ସ୍ୱରୂପ ପାର୍ବତୀ ଦେବୀ ଆପଣଙ୍କ ଲାଞ୍ଜ ରୂପରେ ଆପଣଙ୍କ ସହିତ ରହନ୍ତୁ। ତେବେ ଆପଣ ଦୁଇଜଣ ସାଥିରେ ରହିପାରିବେ। ସେହି ଅନୁରୂପରେ ମୁଁ ହନୁମାନଙ୍କ ରୂପରେ ଜନ୍ମ ନେଇ ପ୍ରଭୁ ଶ୍ରୀରାମଙ୍କ ସେବା କଲି ଓ ଶକ୍ତି ସ୍ୱରୂପ ପାର୍ବତୀ ମୋର ଲାଞ୍ଜ ରୂପରେ ମୋ ସହିତ ରହିଲେ। ଶ୍ରୀରାମଙ୍କ ସେବାରେ ଫଳସ୍ୱରୂପ ତୁମର ଲଙ୍କାକୁ ଦହନ କଲେ। ଏବେ ଶୁଣ ରାବଣ, ତୁମର ଉଦ୍ଧାରର ସମୟ ଆସିଗଲା। ଏଣୁ ଶ୍ରୀରାମଙ୍କ ହାତରେ ତୁମର ଉଦ୍ଧାର ହେବ। ମୋର ପରାମର୍ଶ କି ତୁମେ ଯୁଦ୍ଧ ପାଇଁ ସବୁଠାରୁ ଶେଷରେ ପ୍ରସ୍ତୁତ ହେବ, ଯାହାଦ୍ୱାରା ତୁମର ସମସ୍ତ ରାକ୍ଷସ କୂଳ ଭଗବାନ ଶ୍ରୀରାମଙ୍କ ହାତରେ ମୁଖ୍ୟ ପ୍ରାପ୍ତ କରିବେ ଓ ତୁମ ସମସ୍ତଙ୍କୁ ଉଦ୍ଧାର ହୋଇଯିବ। ରାବଣକୁ ସବୁ ପରିସ୍ଥିତିର ଜ୍ଞାନ ହେଲା ଓ ସେହି ଅନୁରୂପ ରାବଣ ଯୁଦ୍ଧର ପ୍ରସ୍ତୁତି କଲେ ଓ ନିଜର ପୁରା ପରିବାରକୁ ଶ୍ରୀରାମଙ୍କ ସମକ୍ଷ ଯୁଦ୍ଧ ପାଇଁ ପ୍ରଥମେ ପଠାଇଲେ। ସବୁଠାରୁ ଶେଷରେ ସ୍ୱୟଂ ମୁଖ୍ୟ ପ୍ରାପ୍ତ କଲେ। ହର ହର ମହାଦେବ, ଜୟ ଶ୍ରୀରାମ।